ଗୋବର ପାଣିରେ ଛୁଞ୍ଚ ମରା। ଝୁଟି ଲିଭୁନି। ଗୁରୁବାର ଓଷା ପାଇଁ ଆମର ସବୁ ପ୍ରସ୍ତୁତି ଚାଲିଛି ଦେଖନ୍ତୁ। ଆଉ ଇଏ ହେଲା ଆମର ଫୁଲ, ଆଉ ବାଡ଼ି ବଗିଚାରେ ଆମର ଫୁଲ କିଛି ତୋଳା ଚାଲିଛି। ତାପରେ ଫୁଲ ଗୋଟେ ଡଲାରେ ସବୁ ଏକଜୁଟ କରି ରଖା ଚାଲିଛି ବର୍ତ୍ତମାନ। ଆଉ କିଛି ଫୁଲ ତୋଳୁଛନ୍ତି ବାଡ଼ି ବଗିଚାରେ। ଆମର ବର୍ତ୍ତମାନ ଆମର ସନ୍ଧ୍ୟା ହେଇ ଆସିଲାଣି। ଆଉ ଆମର ବେଳ ଓଳି ବର୍ତ୍ତମାନ ବୁଧବାର ବେଳ ଓଳି ସବୁ ସଜାସଜି କରି ଚାଲିଛି। ଆଉ ରାତିରେ ଉଠିକି ସବୁ ଫୁଲ ଆମର ମାଙ୍କୁ ପୂଜା କରାଯିବ। ଆମର ଲକ୍ଷ୍ମୀଙ୍କର ଝୋଟି, ପାଦ ପଦ୍ମ ସବୁ ପୂଜା କରା ଚାଲିଯିବ, ପୁରା ପୂଜା କରାଯିବ। ତାପରେ ଫୁଲ ବର୍ତ୍ତମାନ ତୋଳା ଯାଇ ଚାଲିଛି। ବର୍ତ୍ତମାନ ଆମର ବାଡ଼ିରେ କିଛି ଫୁଲ ଲଗା ଯାଇଥିଲା ଦେଖନ୍ତୁ। ଆଉ ମଣ୍ଡା ଫୁଲ ବହୁତ ସୁନ୍ଦର ଭାବରେ ଆମର ମଣ୍ଡା ଫୁଲ ସବୁ ହୋଇଛି। ଆଉ ଦେଖିବାକୁ ଭଲ ଲାଗୁଛି। ଆମର ବାଡ଼ିରେ ସବୁ ଗଛ ସବୁ ଲଗା ଯାଇଛି ଦେଖନ୍ତୁ ଆପଣ ମାନେ। ଆମର ନାଲି ମଣ୍ଡା, ଇଏ ହେଲା ହଳଦୀ, ଆଉ ଟିକେ ତା ଠାରୁ ଟିକେ ହଳଦୀ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଫୁଲ ସବୁ ରହିଛି ଆମ ବାଡ଼ି ଭିତରେ। ଆପଣ ମାନଙ୍କୁ ଦେଖେଇ ଦଉଛି ଆମର ବାଡ଼ିରେ ସବୁ ଫୁଲ। ତାପରେ ଆମର ଇଏ ଗୋଟେ ପ୍ରକାର ଫୁଲ, ତାକୁ ଇନ୍ଦ୍ରମାର୍ସ ଫୁଲ ବୋଲି କହୁଛନ୍ତି ସମସ୍ତେ। ଆଉ କଦଳୀ ପତ୍ର କିଛି ଅଣାଯିବ। ଆଉ କାଲି ଆମର ପୂଜା ରହିଛି। ଆଉ ବାଡ଼ିରେ କିଛି ଗଛ ଲଗା ଯାଇଛି ଦେଖନ୍ତୁ। ଏ ହେଲା ଆମର ଧଣିଆ ଗଛ କେତେ ସୁନ୍ଦର ଭାବରେ ହୋଇଛି। ଏ ରହିଛି ଆମର ସବୁ ପ୍ରକାର ଫୁଲ ସବୁ ରଖାଯାଇଛି ଗୋଟେ ଡଲାର। ତାକୁ ତୁଳସୀ ପତ୍ର ପକା ଯାଇକି ରଖାଯିବ। ଆଉ ରାତିରେ ଉଠି ଠାକୁରଙ୍କୁ ପୂଜା କରାଯିବ, ମାଙ୍କୁ, ମା ଲକ୍ଷ୍ମୀଙ୍କୁ। ମାନେ ମା ଲକ୍ଷ୍ମୀଙ୍କର ଏଟା ହେଲା 3 ପାଳି। ଆଉ ପାଦ ପଦ୍ମ ଯୋଉ କରାଯିବ ସେ ପାଦ ସବୁ ପୂଜା କରାଯିବ। ମୁଁ ଆମ ବାଡ଼ିରେ ଦେଖନ୍ତୁ କୋଉ ଭଳି ଫୁଲ ହୋଇଛି ଆପଣ ମାନଙ୍କୁ ସବୁ ଦେଖେଇ ଦଉଛି। ଆମ ବାଡ଼ିରେ ଫୁଲ କେତେ ସୁନ୍ଦର ଭାବରେ ହୋଇଛି। ଆଉ ମୋର ବୋଉ ସବୁ ତୋଳୁଛି ଫୁଲ ଠାକୁରଙ୍କୁ ପୂଜା କରିବା ପାଇଁ। ଆମ ବାଡ଼ିରେ ଦେଖନ୍ତୁ ଗଛ ସବୁ ଲଗାଯାଇଛି। ଏଠି ଶାଗ ଗଛ ଦେଖନ୍ତୁ କେତେ ସୁନ୍ଦର ଭାବରେ ରହିଛି। ଆଉ ମୂଳା ଗଛ ଦେଖନ୍ତୁ ଏଠି। ଆଉ ଆଗକୁ ରହିଛି ଆହୁରି ଢେର ପ୍ରକାର ଗଛ। ମୋ ବୋଉ ଫୁଲ ତୋଳୁଛି। ତୁଳସୀ ପତ୍ର ଗୋଟେ ଗୋଟେ ଡଲାରେ ପକଉଛି। ଆମର ଫୁଲ ଦେଖନ୍ତୁ ଇଏ ଗୋଟେ ପ୍ରକାର ଫୁଲ ରହିଛି। ବହୁତ ସୁନ୍ଦର ଦେଖା ଯାଉଛି ଫୁଲଟି ଦେଖନ୍ତୁ। ଆଉ ଇଏ ହେଲା ସଦା ବିହାରୀ ଫୁଲ, ମୁଁ ଜାଣିନି ଠିକ ସେ ସଦା ବିହାରୀ ଫୁଲ କହୁଛନ୍ତି। ଆଉ ଏଇ ଫୁଲ ଟା ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି ସବୁଠାରୁ। ଆପଣ ମାନଙ୍କୁ ଦେଖଉଛି ଦେଖନ୍ତୁ। ବେଳୁଓଳି ହେଲେ ବହୁତ ସୁନ୍ଦର ଲାଗୁଛି। ଆମର ସନ୍ଧ୍ୟା ହେଇସାରିଛି। ବର୍ତ୍ତମାନ ଆମର ଝୋଟି ପକା କାର୍ଯ୍ୟକ୍ରମ ଚାଲିଛି ଦେଖନ୍ତୁ। ଆଉ ପଦ୍ମ ଫୁଲ ଦେଖନ୍ତୁ, ମତେ ତ ଝୋଟି ଆସେନି ଦେଖନ୍ତୁ ପଦ୍ମ ଫୁଲ କୋଉ ଭଳି କାଟୁଛି। ଆପଣଙ୍କୁ ପଦ୍ମ ଫୁଲ କେମିତି ଲାଗେ ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ ଆମକୁ। ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ଆମର ଆଉ ଗୋଟେ ପଦ୍ମ ଫୁଲ କଟା ଯାଉଛି। ଆଉ ମତେ ତ ଭଲ ଫୁଲ କଟା ଆସେ ନାହିଁ। କିନ୍ତୁ ମୁଁ କାଟୁଛି ଆପଣ ମାନେ ନିହାତି କମେଣ୍ଟରେ କହିବେ ଏଇ ଯେ ଫୁଲ କଟା ଆସେନି ବୋଲି କିନ୍ତୁ କ୍ଷମା କରିବେ ମତେ। ଯୋଉ ଭଳିଆ ଆସୁଛି ସେଇଭଳିଆ କାଟି ଦଉଛି। ଆଉ ବୋଉ ମତେ କହିଲା ବୋଉ କାଟିବନି ସେ କହିଦେଲା ମତେ। ଦେଖନ୍ତୁ ତା ଭିତରେ ଗୋଟେ ଲକ୍ଷ୍ମୀଙ୍କର ପାଦ ଗୋଟେ ଛୋଟିଆ କରି କାଟିଦେଲି। ତାପରେ ଏ ପାଖରେ ଦେଖନ୍ତୁ ଆସିବା ଫୁଲ ଆମର ପ୍ରଥମେ ହାତୀ କାଟିଦବା। ହାତୀ ତ ମୁଁ ଖଡିର ପ୍ରଥମେ ମଡେଇ ଦେଇଛି ତାପରେ ଖାଲି ମଡେଇ ଦେବି। ହାତୀଟା ହୋଇଛି କି ନାଇଁ ଆପଣ ମାନେ କମେଣ୍ଟରେ ନିହାତି କହିବେ। ମତେ ତ ଲାଗୁଛି ହାତୀ ହେଲା ଭଳି। ଆପଣ ମାନେ କେମିତି ହାତୀ କାଟନ୍ତି?
ନିହାତି ଜଣେଇବି। ଚାଲନ୍ତୁ ଆଗକୁ ଯିବା। ବର୍ତ୍ତମାନ ସନ୍ଧ୍ୟା, ବୁଧବାର ସନ୍ଧ୍ୟା, ଆଉ ରାତି ପାଇଲେ ଗୁରୁବାର ହେଇଯିବ। ଆଉ ସକାଳୁ ଟାଇମ ହବନି ଝୋଟି କାଟିବା ପାଇଁ, ସେଇଥିପାଇଁ ସନ୍ଧ୍ୟା ବେଳେ ସବୁ ଆମେ ଝୋଟି କାଟି ଦଉଛୁ। ଆଉ ହାତୀ ତା ପାଖରେ ପଦ୍ମ ଫୁଲ, ପାଖରେ ଦି ସାଇଡରେ ରହିଛି ଦିଟା ହାତୀ, ଆଉ ଦିଟା ପଦ୍ମ ଫୁଲ ମଧ୍ୟ ରହିଛି। ଦେଖନ୍ତୁ ପଦ୍ମ ଫୁଲ ଦେଖନ୍ତୁ ମୁଁ କାଟୁଛି। ଆର ପାଖରେ ଯୋଉ ଭଳି କାଟିଥିଲି ଏ ପାଖରେ ପୁଣି ସେମ ସେଇଭଳି କାଟୁଛି। ଦେଖନ୍ତୁ ଏଠି ଫୁଲ କଟା ସରିଲା ପରେ ତାପରେ ଆମେ ଅଲଗା ଫୁଲ କିଛି କାଟି ନବା। ଚାଲନ୍ତୁ ବର୍ତ୍ତମାନ ଖଡିରେ ଆମେ ପ୍ରଥମେ କାଟିଦବା ଭୁଲ ଭାଲ ନହବା ପାଇଁ। ଆଉ ପ୍ରଥମେ ଆମେ ଖଡିର ଖାଲି ଚିହ୍ନ ଦେଇଦବା କୋଉ ଭଳି ଫୁଲ କଟାଯିବ। ତାପରେ ଆମେ ପିଠଉ ପାଣିରେ ଆଙ୍କିଦବା। ଦେଖନ୍ତୁ ମୋର କେତେ ସୁନ୍ଦର ହଉଛି କି ନାଇଁ ମୁଁ ଜାଣିନାହିଁ, କିନ୍ତୁ ଆପଣ ମାନେ କହିବେ। ଦେଖନ୍ତୁ ଖଡିର କଟା ସରିଲା ପରେ ତାକୁ ଆମେ ପୁଣି ପିଠଉ ପାଣିରେ ମଡେଇ ଦେବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମେ ପିଠଉ ପାଣିରେ ମଡେଇ ଦଉଛନ୍ତି। ଖଡିରେ ତ କଟା ସରି ଯାଇଛି। ଆଉ ଆମର ଫୁଲ କଟା ବର୍ତ୍ତମାନ ଆମର ଲାଷ୍ଟ ହେଇ ସାରିଲାଣି ଫୁଲ। ତାପରେ ଅଲଗା ଫୁଲ କିଛି କାଟିବା। ଚାଲନ୍ତୁ ବର୍ତ୍ତମାନ ଭାବିଲି ମୁଁ ଗୋଟେ ଲକ୍ଷ୍ମୀ ପାଦ କାଟିବା ପାଇଁ। ଦେଖନ୍ତୁ ଲକ୍ଷ୍ମୀ ପାଦଟି କେତେ ସୁନ୍ଦର ଭାବରେ ହୋଇଛି କି ନାହିଁ ଆପଣ ମାନେ କମେଣ୍ଟରେ ନିହାତି କହିବେ ଆପଣ ମାନେ। ଚାଲନ୍ତୁ ଦେଖିବା। ଦେଖନ୍ତୁ ବର୍ତ୍ତମାନ ଆମେ ଲକ୍ଷ୍ମୀ ପାଦ କଟା ସରିଲା ପରେ ଆଉ କିଛି କାଟି ନବା। ବର୍ତ୍ତମାନ ମୁଁ ଆଉ କିଛି କାଟି ନ ପାରି ଆଉ ଟିକେ ଛିଞ୍ଚା ଝୁଟି ଦେଇ ଦଉଛି। ମୋର ହାତରେ ଛିଞ୍ଚା ଭଲ ତ ପଡେନି, ଆଉ ଚଳେଇ ଦଉଛି ସେଇଭଳି। ଆଉ ପାଖେ ପାଖେ ଏଇଭଳି ଝୋଟି ମୁଁ ଛିଞ୍ଚି ଦଉଛି। ତାପରେ ମୁଁ ସକାଳୁ ହେଲା ପରେ ଆପଣ ମାନଙ୍କୁ ଦେଖେଇଦେବି କୋଉ ଭଳି ଆମର ଝୋଟି ଟା ସୁନ୍ଦର ଦେଖା ଯାଉଛି। ବର୍ତ୍ତମାନ ତ କିଛି ଜଣା ପଡିବନି, ସନ୍ଧ୍ୟା ଟାଇମ ରେ ଝୋଟି ଦିଆ ଚାଲିଛି। ଆଉ ଏପାଖରେ ପୁଣି ଲକ୍ଷ୍ମୀ ପାଦର ମୁଁ କାଟି ଦଉଛି। ସେ ପାଖରେ ଯୋଉ ଭଳି କାଟିଥିଲି ପୁଣି ଏ ପାଖରେ ସେଇଭଳି କାଟି ଦଉଛି। ଆପଣ ମାନେ ଦେଖନ୍ତୁ ମୁଁ ଏଇ ଝୋଟି ଟା କଟା ସରିଲା ପରେ ତାପରେ ଲକ୍ଷ୍ମୀ ପାଦକୁ ପୁଣି ମଡେଇଦବା ଦିଥର କରିକି। ମତେ ଲକ୍ଷ୍ମୀ ପାଦଟି ଭଲ ଆସେନି। ଆପଣଙ୍କୁ କେମିତି ମୋ ଲକ୍ଷ୍ମୀ ପାଦଟି ଲାଗୁଛି ଆପଣ ନିହାତି କମେଣ୍ଟ ମାଧ୍ୟମରେ କହିବେ। ମୋର ପ୍ରଥମ ଲକ୍ଷ୍ମୀ ପାଦ କଟା ଏଇଟା। ତାପରେ ମୁଁ ସିସା ଝୁଟି ସାଇଡ ରେ ସବୁ ଦେଇଥିଲି ଆର ପାଖରେ, ପୁଣି ଏ ପାଖରେ ସିସା ଝୁଟି ଦେଇ ଦଉଛି। ଦେଖନ୍ତୁ ଥଣ୍ଡା ତ ଜୋର ପଡିଛି ଆଉ ଶୀତ ବି ଲାଗୁଛି। ତେଣୁକରି ମୁଁ ଝୋଟି ଶୀଘ୍ର ଶୀଘ୍ର ଦେଇ ସାରିଦେବି। ଆଉ ଆର ପାଳିକି ଦେଖିବି ଆଉ ଟିକେ ଚେଷ୍ଟା କରିବି ଭଲ ସୁନ୍ଦର ଭାବରେ କରିବା ପାଇଁ। ବର୍ତ୍ତମାନ ତ ଆମର ସିସା ଝୁଟି ସରିଯାଇଛି। ଆଉ ଲକ୍ଷ୍ମୀ ପାଦ ଯୋଉ ତିଆରି କରିଥିଲେ ଲକ୍ଷ୍ମୀ ପାଦ ଯୋଉ ଆମର ତାକୁ ସୁନ୍ଦର ଭାବରେ ଟିକେ ମାନେ ଲକ୍ଷ୍ମୀ ପାଦ ଫାଙ୍କା ରଖିଲା ବେଳକୁ ଭଲ ଲାଗୁନି। ତାକୁ ଟିକେ ପାଖୁଡା କରିକି ତାକୁ ଟିକେ ମଡେଇଦବା। ଚାଲନ୍ତୁ ଟିକେ ପୁରିଲା ପୁରିଲା ଲାଗିବ। ଦେଖନ୍ତୁ ତାପରେ ଝୋଟି ପାଣିରେ ଏଇଭଳି ମଡେଇ ଦେଲେ ଆଉ ପ୍ରଥମେ ଚକ ଖଡିରେ ଆମେ କାଟିଦେଇ ତାପରେ ଝୋଟି ପାଣି ମଡେଇ ଦେଲେ ସୁନ୍ଦର ଲାଗିବ। ଆଉ କିଛି ଭୁଲ ଭାଲ ଜଣା ପଡିବନି। ବର୍ତ୍ତମାନ ତ ମୋର ସମ୍ପୂର୍ଣ୍ଣ ହେଇ ଆସିଲାଣି। ଆଉ ଚାଲନ୍ତୁ ଦେଖିବା ଆଗକୁ ରାତି ପାଇଲେ ଆପଣ ମାନଙ୍କୁ ମୁଁ ଦେଖେଇ ଦେବି ଆମର ଝୋଟି ଟା କୋଉ ଭଳି ଲାଗୁଛି। ବର୍ତ୍ତମାନ ଆମର ଝୋଟି କଟା ସରି ଆସିଲାଣି। ଆଉ ରାତି ପାଇଲେ ଆପଣ ମାନଙ୍କୁ ଦେଖେଇବୁ। ବର୍ତ୍ତମାନ ଆମ ସକାଳ ହେଇସାରିଛି। ଝୋଟି ଆମର ପାଦ ପଦ୍ମ ସବୁ ପୂଜା ସରିଛି ଆପଣ ମାନେ ଦେଖନ୍ତୁ। ଆଉ ଏଇ ସବୁ ଫ୍ରେମ ରେ ସବୁ କରିଥିଲି ଆଉ କିଛି ହାତରେ କାଟିଥିଲି। ସବୁ ପାଦ ପୂଜା କରାଯାଉଛି ଦୀପ ଜଳା ଯାଇଛି ଦେଖନ୍ତୁ। ଆଉ ଆମର ଯୋଉ କାଲି ରାତିରେ ଝୋଟି କାଟା ଯାଇଥିଲା ଦେଖଉଥିଲି ଆଉ ବର୍ତ୍ତମାନ ଦେଖନ୍ତୁ ସବୁ ପୂଜା କରାଯାଇଛି ଆପଣ ମାନଙ୍କୁ ଦେଖଉଛି। ଆଉ ସବୁ ଚିତ୍ର ଆପଣ ମାନଙ୍କୁ ଦେଖେଇବି। ଦେଖନ୍ତୁ ଇଏ ଆମର କଳସ ବସିଛି। ଆଉ ଦୁଇ ପାଖର ଦିଟା କଳସ ବସିଛି ଦେଖନ୍ତୁ ଆପଣ ମାନେ। ଯୋଉ କାଟିଥିଲି ଏ ହାତୀ ଏ ପଦ୍ମ ଫୁଲ ଆଉ ଏଠି କାଟିଥିଲେ ଦେଖନ୍ତୁ ଆପଣ ମାନେ ଏ ସାଇଡ ରେ ହାତୀ ପଦ୍ମ ଫୁଲ ଦି ସାଇଡ ରେ ରହିଛି। ଆପଣ ମାନଙ୍କୁ ଦେଖେଇ ଦଉଛି।
ପଦ୍ମଫୁଲ ହାତୀ। ଆଉ ସନ୍ଧ୍ୟାବେଳେ ଜଣା ପଡୁଥିଲାନି, କିନ୍ତୁ ସକାଳୁ ହେଲା ଆପଣମାନଙ୍କୁ ଦେଖେଇଦେଲି। ଦେଖନ୍ତୁ, ଭଲସେ ଦେଖନ୍ତୁ ମୋର ଝୋଟି। ମୁଁ ବେଶୀ ମାନେ ବଡ଼ ଆକାରରେ କାଟି ନାହିଁ, କିନ୍ତୁ ସଂକ୍ଷେପରେ କାଟି ଦେଇଛି। ଆଉ ପୂଜା କରିବା ପାଇଁ ପାଦ, ମାଙ୍କର ଲକ୍ଷ୍ମୀ ପାଦ ମଧ୍ୟ ଅଛି ତା ପାଖରେ। ଟାଇମରେ କିଛି ଆମର କରିଥିଲି, ସବୁ ପୂଜା କରାଯାଉଛି। ଦେଖନ୍ତୁ, ସମସ୍ତଙ୍କ ଦୁଆରେ ପୂଜା କରାଯାଉଛି। ଆଉ ସବୁ ପଦ୍ମ ଫୁଲ, ମାଙ୍କର ତ ବେଶୀ ପଦ୍ମ ଫୁଲ କଟା ଯାଉଛି ଲକ୍ଷ୍ମୀଙ୍କର, ମାଙ୍କ ଆଗରେ। ଆଉ ସବୁ ପୂଜା ମଧ୍ୟ କରାଯାଇଛି। ଦେଖନ୍ତୁ, ଆପଣମାନେ ମୋ ଚ୍ୟାନେଲକୁ ଯଦି ଚ୍ୟାନେଲରେ ଝୋଟି କେମିତି ଲାଗୁଛି, ଯଦି ଭଲ ଲାଗୁଥାଏ, ଗୋଟେ ଲାଇକ୍ ଏବଂ ସେୟାର ଏବଂ ସବସ୍କ୍ରାଇବ ମଧ୍ୟ କରିବେ। ଆଉ ସବସ୍କ୍ରାଇବ କଲେ ଆପଣଙ୍କ ପାଖରେ ନୂଆ ନୂଆ ନୋଟିଫିକେସନ ଚାଲିଯିବ। ମୋ ଚ୍ୟାନେଲରେ ଯଦି ନୂଆ ଥିବେ, ଗୋଟେ ଗୋଟେ ସବସ୍କ୍ରାଇବ କରିବେ। ଚାଲନ୍ତୁ, ବର୍ତ୍ତମାନ ଆମର ଝୋଟି କଟା ତ ଆମର ସରିଯାଇଛି, ଆଉ ପୂଜା ମଧ୍ୟ ସରିଯାଇଛି। ଆଉ ଦେଖଉଛି ଆପଣ ମାନଙ୍କୁ, ଦେଖନ୍ତୁ ମୋର ଝୋଟି କେମିତି ଲାଗୁଛି। ଆଗାମୀ